ଆମ ଓଡ଼ିଆମାନଙ୍କର ଅତି ପ୍ରିୟର ରେସିପି ଆଜି ମୁଁ ଆସିଛି ଆପଣମାନଙ୍କ ସହ ସେୟାର କରିବା ପାଇଁ, ଯାହାର ନାଁ ଶୁଖୁଆ ବେସର ମସଲା। ସେଥିପାଇଁ ଶୁଖୁଆକୁ ପରିଷ୍କାର କରି ଧୋଇଦେବା, ତାକୁ ଛୋଟ କରି କାଟିଦେବା। ତାପରେ ଜିରା, ସୋରିଷ, ରସୁଣ, ଶୁଖିଲା ଲଙ୍କା, ପିଆଜକୁ ଭଲରେ ଗ୍ରାଇଣ୍ଡିଙ୍ଗ କରିଦେବା। ଗ୍ୟାସରେ କଡ଼େଇ ବସାଇ ତେଲ ପକାଇ ଶୁଖୁଆକୁ ଭାଜି ନେବା ପରେ ଗୋଟେ ଜାଗାକୁ କାଢ଼ି ତେଲରେ କିଛି କଟା ପିଆଜ ପକାଇ ବଟା ଯାଇଥିବା ପେଷ୍ଟକୁ ପକାଇ ତାକୁ ଭଲ ଭାବରେ ମିକ୍ସ କରିଦେବା। ତାପରେ ସେଥିରେ ହଳଦୀ ଗୁଣ୍ଡ, ଅଳ୍ପ ଲୁଣ, କଟା ଯାଇଥିବା ଆଳୁକୁ ପକାଇ ଭଲରେ କଷିବା ପରେ ପାଣି ଦେଇ କାଶ୍ମୀର ଲଙ୍କାଗୁଣ୍ଡ ପକାଇବା। କିଛି ସମୟ ଘୋଡ଼େଇ ଦେଲା ପରେ ସେଥିରେ ବିଲାତି ପକାଇ ଭଲରେ ଗୋଳେଇ ଦେଇ ଭଜା ଯାଇଥିବା ଶୁଖୁଆକୁ ପକାଇଦେବା। କିଛି ସମୟ ପରେ ଆମର ରେଡ଼ି ହୋଇଯିବ ଶୁଖୁଆ ବେସର ମସଲା। ଶୀତ ଦିନରେ ଖରାରେ ବସି ପଖାଳ ସାଙ୍ଗରେ ଶୁଖୁଆ ବେସର ଖାଇବା ମଜା ଆସିଗଲା। କାର୍ତ୍ତିକ ମାସ ସରିଗଲାଣି, ତ ଡେରି କାହିଁକି, ଯାଆନ୍ତୁ ପଖାଳ ସାଙ୍ଗକୁ ଶୁଖୁଆ ବେସର ବନେଇକି ଖାଆନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରିବାକୁ ଜମା ବି ଭୁଲିବେନି। ଥ୍ୟାଙ୍କ ୟୁ।